ଯୁଦ୍ଧ ପାଇଁ ପୁଣି ବଢିଲା ସୁନା ଦର। କେତେ ଟଙ୍କା ବଢିଲା, ନୂଆ ଦର କେତେ ରହିଛି? ଯଦି ଆପଣମାନେ ଉଭୟ ସୁନା ରୂପା କିଣିବା ପାଇଁ ପ୍ଲାନ୍ କରୁଥିବେ ତେବେ ନୂଆ ଦର ଜାଣି ରଖନ୍ତୁ, ଯାହାକି ଆମ ଓଡ଼ିଶା ମୂଲ୍ୟ ଉଭୟ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ଦାମ ଆମେ ଜାଣିବା। ଯଦି କିଣିବା ପାଇଁ ଚାହୁଁଥିବେ ସେହି ଦର ଦେଇ ମଧ୍ୟ କିଣିପାରିବେ। ତା ଛଡ଼ା ରୂପା 1 କିଲୋଗ୍ରାମ ପିଛା କେତେ ରହିଛି ଭିଡିଓରେ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ। ଜାଣି ରଖନ୍ତୁ, ଆମ ରାଜଧାନୀ ଭୁବନେଶ୍ୱର ଅର୍ଥାତ୍ ଓଡ଼ିଶା ମୂଲ୍ୟରେ ସୁନା ଆଜି 10 ବୃଦ୍ଧି ପାଇଛି। ତେବେ ଶୁଦ୍ଧ ସୁନା 24 କ୍ୟାରେଟ୍ ଦାମ ଅର୍ଥାତ୍ ପିଓର ଗୋଲ୍ଡର ଦାମ ରହିଛି 1,67,030 ଟଙ୍କା। ସେହିପରି 22 କ୍ୟାରେଟ୍ ଦାମ ଅର୍ଥାତ୍ 916 କ୍ୟାରେଟ୍ର ଦାମ ରହିଛି 1,48,650 ଟଙ୍କା। ତା ଛଡ଼ା MCX ଅର୍ଥାତ୍ ମୁମ୍ବାଇର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ବି ମଧ୍ୟ ସୁନା ଦାମରେ ଆଂଶିକ ମାତ୍ରାରେ ହ୍ରାସ ଘଟିଛି। 1,66,200 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ଦାମରେ 10 ଗ୍ରାମ ପିଛା 1,48,680 ଟଙ୍କା ରହିଛି ଆଜି ଦର। ଆଉ ଠିକ୍ ସେମିତି ଦିଲ୍ଲୀର ସର୍ଫା ବଜାରରେ ଆଜି ବି ମଧ୍ୟ ସୁନା ଦାମରେ 5,000 ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଶୁଦ୍ଧ ସୁନା 24 କ୍ୟାରେଟ୍ ଦାମରେ 10 ଗ୍ରାମ ପିଛା 1,67,400 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ଦାମରେ 10 ଗ୍ରାମ ପିଛା 1,49,225 ଟଙ୍କା ରହିଛି ଆଜି ଦର। ଆଉ ତା ଛଡ଼ା ରୂପା 1 କିଲୋଗ୍ରାମ ପିଛା ମଧ୍ୟ 2,45,000 ଟଙ୍କାରେ ପହଞ୍ଚିଯାଇଛି। ଯଦି ଆପଣମାନେ ଉଭୟ ସୁନା ଓ ରୂପା କିଣିବା ପାଇଁ ପ୍ଲାନ୍ କରୁଥିବେ ଏହି ଦର ଦେଇ ମଧ୍ୟ କିଣିପାରିବେ। ଏବେ ଯେହେତୁ ପୂର୍ବରୁ କିଛି ହ୍ରାସ ହେଉଥିଲା, ଏବେ ଯୁଦ୍ଧ ପାଇଁ ମଧ୍ୟ ପୁଣି ଆଜି ଗୋଟିଏ ଦିନରେ 4,000 ଉପର ମୁହାଁ ହୋଇଛି। ତେବେ ଆପଣଙ୍କ ମତାମତ ଜଣାଇବେ, କେତେ ଟଙ୍କା ରହିଲେ ଭଲ ହେବ? ତା ଛଡ଼ା ଆପଣମାନେ କେଉଁ ଜିଲ୍ଲାରୁ ଭିଡିଓ ଦେଖୁଛନ୍ତି?